ଷଠି ଓଷା। ଷଠି ମାର ପାଦ ଧୂଳି, ସନ୍ତାନ ମସ୍ତକେ ଦିଅ ବୋଳି। ଷଠି ମା ଭାଲପଟରେ ଲେଖି ଦେଇଥାନ୍ତି ଭାଗ୍ୟର କଥା। ସେ ପାଇଁ ଏନ୍ତୁଡ଼ି ଶାଳରେ ଉଠିଆରିରେ ଷଠି ପୂଜା। ଷଠି ମାଙ୍କୁ ନେଇ ଭାଦ୍ର ମାସ ଉଜ୍ଜ୍ୱଳ ପକ୍ଷ 6 ଦିନରେ ଷଠି ଓଷା। ଏହା ଏକ ପାରମ୍ପରିକ ପର୍ବ। ଗୋଟିଏ ଦିନ ଦିବସରେ ସୋମନାଥ ବ୍ରତ, ସାୟଁରେ ଷଠି ପୂଜା। ଶିଳ ଶିଳପୁଆ ମା ଛୁଆ ହଳଦୀ କଉଡ଼ିରେ ତିଆରି ହୁଅନ୍ତି, ସଜେଇ ହୋଇ ପାଖରେ କଜଳପାତି। ଗୁଆ ପିନ୍ଧନ୍ତି ହଳଦିଆ ବସ୍ତ୍ର, ଲଗାନ୍ତି ସିନ୍ଦୁର, କଳେବର ଦିଶେ ଆକର୍ଷଣୀୟ। ଜନ୍ମଦେବୀଙ୍କର ଏହା ପାରମ୍ପରିକ ପର୍ବ। ପାଖରେ ରହେ ବାଉଁଶ, ସାରୁ, ବଜ୍ରମୂଳି, ଅପମାରଙ୍ଗ, ତାଳପତ୍ର ଆଉ ଧାନ। ଏକାଠି ବନ୍ଧା ହୋଇ ରହେ। ପୂଜା ପରେ ଛୁଆଙ୍କ ପିଠିରେ ବାଡ଼େଇ ଦିଅନ୍ତି ମା ମାନେ 6 ଥର। ମାଙ୍କ ଭୋଗରେ 6 ପ୍ରକାର ପରିବା, ଶାଗରେ 6 ପ୍ରକାର ପତ୍ର। ଏମିତିକି ମାଛ ଭଜା ବି ମାଙ୍କୁ ଅର୍ପଣ କରାଯାଏ। ପତ୍ରରେ ଭାତ, ଡାଲି, ପିଠା, କ୍ଷୀରି, ଶାଗ ଭଜା ବଢ଼ା ହୁଏ। 6 ପ୍ରକାର ଜିନିଷ। ଏଇ ହେଉଛି ପୂଜାର ବିଧିବିଧାନ।